এই জিনিসটি ମୁଁ ଆପଣମାନଙ୍କୁ ଦେଖେଇବି ବହୁତ ଦାମିକିଆ ଜିନିଷ ତାକୁ କେମିତି ରକ୍ଷା କବଚରେ ରକ୍ଷା କରିବା ଭଉଣୀ କି ଆପଣମାନେ ବିଶ୍ୱାସ କରିବେ ଦେଖିବା ତେଣୁ ମୁଁ ଖୋଲିକିରି ଆପଣମାନଙ୍କୁ ସସ୍ପେନ୍ସଟା କ'ଣ ଅଛି ଆପଣମାନଙ୍କୁ ଦେଖୁଛ ବହୁତ ବଢ଼ିଆ ଜିନିଷ ଆପଣମାନଙ୍କୁ ଦେଖାଉଛି ଭଉଣୀ କି କେମିତି ଭାଇ ରକ୍ଷା କବଚ ଆଜି এই ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଭଉଣୀଟିଏ ଆସେ ଭାଇ ହାତରେ ସ୍ନେହରେ ରାକ୍ଷୀଟିଏ ବାନ୍ଧେ ଭାଇ ତାକୁ କିଛି ଦଉ ନ ଦଉ ଆଶୀର୍ବାଦ ଯେଉଁ ଟିକକ ଦିଏ ତା ପାଇଁ ସେଇଟା ହେଉଛି ବଡ଼ ଯାହା ହଉ ଆଜି ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ପର୍ବ ଯେଉଁ ଅଛି ପ୍ରକୃତରେ ତାହାର ମାନେ ମାନ ଅତି ଉଚ୍ଚରେ ଜଗନ୍ନାଥ ନିଜର ରଥ ମାନେ ରାକ୍ଷୀ ପିନ୍ଧିବେ ବଳଭଦ୍ର ପିନ୍ଧିବେ ଯାହା ହଉ ଆମେ ମଧ୍ୟ ଆମ ଭଉଣୀମାନେ ଆସିକି ଆମମାନଙ୍କୁ ପିନ୍ଧିବେ ବହୁତ ବଢ଼ିଆ ଜିନିଷଟିଏ ବହୁତ ଖୁସି କଥାଟିଏ କିନ୍ତୁ ସେଇ ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବା ସମସ୍ତଙ୍କ ଭିତରେ ବାନ୍ଧି ହେଇ ରହିବା ଦରକାର ଯଦି ସ୍ନେହ ଶ୍ରଦ୍ଧା ଭଲ ପାଇବା ବାନ୍ଧି ହେଇ ରହିଛି ତାହେଲେ ରାକ୍ଷୀ ଦରକାର ନାହିଁ ପ୍ରକୃତିରେ ଦରକାର ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବା ଆପଣମାନେ ଦେଖନ୍ତୁ ଭଉଣୀ ଭିଣେଇ ଆସିଛନ୍ତି ବର୍ତ୍ତମାନ ଭଉଣୀ ମୋ ହାତରେ ରାକ୍ଷୀ ବାନ୍ଧିବେ ଆମେ ହେଉଛି ଦୁଇ ଭାଇ ଗୋଟିଏ ଭଉଣୀ ମୁଁ ବଡ଼ ମୋ ତଳେ ଆଉ ଗୋଟିଏ ଭାଇ ସାନ ହେଉଛି ଆମ ଭଉଣୀ ହଁ ଯାହା ଆମେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆମ ଭଉଣୀ ଆସନ୍ତୁ ସୁଭଦ୍ରା ଦେବୀ ବାନ୍ଧି ଦିଅନ୍ତୁ ରାକ୍ଷୀ ଗୋଟିଏ ଜିନିଷ ଆପଣମାନେ ମନେ ରଖନ୍ତୁ ସଦାବେଳେ ପ୍ରଭୁ ଦେଖନ୍ତୁ ଏଇ ହେଉଛି ଗୋଟେ ଖୁସି ମିଠା ଟିକେ ଖୁଆଇଦେଲା ଇଏ କରିଦେଲା ଆଳତି ବୁଲେ ମାନେ ଯେଉଁ ଦୀପ ଦେଇକିରି ଭାଇକି ହାତରେ ବାନ୍ଧିବ ରାକ୍ଷୀ ଏ ହେଉଛି ରକ୍ଷାବନ୍ଧନ ବଡ଼ ଖୁସିର ବିଷୟ ଯେଉଁଠି ସ୍ନେହ ଶ୍ରଦ୍ଧା ଆଉ ଭଲ ପାଇବାର ଏଇଟା ଏକ ପ୍ରତୀକ ବା ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ ତେଣୁ ଏମିତି ଭଲ ପାଇବା ସବୁ ଭାଇ ଭଉଣୀଙ୍କ ଭିତରେ ରହିଥାଉ ଆଉ ଭଲ ପାଇବା ମଧ୍ୟ ଦେଇଥାନ୍ତୁ ସମସ୍ତେ ସବୁ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ଆଉ ଭଲ ପାଇବା ଦିଅନ୍ତୁ ଏଇଟା ଗୋଟେ ଭଉଣୀ ବାଙ୍ଗାଲୋରରୁ ପଠାଇଥିଲା ରାକ୍ଷୀ ସେଟା ବାଙ୍ଗାଲୋରରୁ ଆସିପାରିନି ତେଣୁ ବାଙ୍ଗାଲୋରରୁ ପଠାଇଥିଲା ତେଣୁ ଭଉଣୀ ବାନ୍ଧିଦେଲା ଏଇଟା ବଡ଼ ଖୁସିରେ ପଠାଇଥିଲା ମୋ ସକାଳୁ ଫୋନ୍ କରିଥିଲା ବି ଯେ ଭାଇନା ମୁଁ ପଠାଇଛି ରାକ୍ଷୀ ଆପଣ ପିନ୍ଧିବେ ମୁଁ ହଁ ହଁ ନିଶ୍ଚୟ ପିନ୍ଧିବି ଭଉଣୀ ଆସିଲେ ମୋତେ ଏଇ ହେଉଛି ଠିଆ ହେଇଯାଏ ଆଶୀର୍ବାଦ କଲି ତ ଡ୍ରେସ୍ ଦେଇଛି ମାନେ ମୁଁ ତାକୁ କ'ଣ ଦେଉଛି ଆପଣମାନେ ଦେଖିଲେ ଆପଣମାନେ ବହୁତ ଖୁସି ଲାଗିବ ମୁଁ ଦେଖେଇବ ଭଉଣୀ ଖୋଲିକି ଆପଣମାନଙ୍କୁ ଦେଖେଇବ ସେଟା ସସ୍ପେନ୍ସରେ ରଖିଛି ଏଇଟା ଦେଖେଇବା ଦରକାର ନାହିଁ ଏଇ ଜିନିଷଟି ମୁଁ ଆପଣମାନଙ୍କୁ ଦେଖେଇବି ବହୁତ ଦାମିକିଆ ଜିନିଷ ତାକୁ କେମିତି ରକ୍ଷା କବଚରେ ରକ୍ଷା କରିବା ଭଉଣୀ କି ଆପଣମାନେ ବିଶ୍ୱାସ କରିବେ ଦେଖିବା ଦେଖନ୍ତୁ ମୋ ଭଉଣୀ ମୋତେ ତୁ ତା କରେ ଏଇଟା ହେଉଛି ସ୍ନେହ ଆପଣ ଭାବିବେ ଯେ ବଡ଼ ଭାଇକି କାହିଁ ତୁ କହୁଛି ଯେଉଁଠି ତୁ ସେଇଠି ଥାଏ ଭଲ ପାଇବା ଏଇଟା ମୋତେ କହିଲା ଭାଇ ମୁଁ ଖୋଲି ପାରିବିନି ଭାଇ ନା ତୁ ଖୋଲ ତେଣୁ ମୁଁ ଖୋଲିକିରି ଆପଣମାନଙ୍କୁ ସସ୍ପେନ୍ସଟା କ'ଣ ଅଛି ଆପଣଙ୍କୁ ଦେଖୁଛ ବହୁତ ବଢ଼ିଆ ଜିନିଷ କେମିତି ରକ୍ଷା କରିବେ ରକ୍ଷା କବଚ ମୁଁ ଆପଣଙ୍କୁ ଦେଖାଉଛି ଆପଣମାନଙ୍କୁ ଦେଖାଉଛି ଭଉଣୀ କି କେମିତି ଭାଇ ରକ୍ଷା କବଚ ଦେଇଛି ଜୟ ଜଗନ୍ନାଥ ଦେଖନ୍ତୁ ମୁଁ ଦେଖେଇଦେବି ଆପଣଙ୍କୁ ଏ ହେଉଛି ଛତା ଖରାରୁ ରକ୍ଷା ପାଇବ ବର୍ଷାରୁ ରକ୍ଷା ପାଇବ ଇଏ ତା ପାଇଁ ଭାଇର ହେଉଛି ରକ୍ଷା କବଚ ଏଇଟା ହେଲା ରକ୍ଷା କବଚ ତେଣୁ ଆପଣମାନେ ଦେଖନ୍ତୁ ଏଇ ଛତା ତା ପାଇଁ ବର୍ଷା ପାଇଁ ଚଳିବ ଖରା ପାଇଁ ବି ଚଳିବ କ'ଣ ଆଜ୍ଞା ଭୁଲ କରିଛି କିଛି ତା ଛଡ଼ା ଅନ୍ୟାନ୍ୟ ଗିଫ୍ଟ ଦେଇଛି ନା ହେବନି ଆଉ ତା ଦେହରେ ସେ ଭିଣେଇ କହିଲେ ମୁଁ ଦେଇନି ଭିଣେଇ ଜେଜେମା ମଧ୍ୟ ତା ପାଇଁ ଭଉଣୀ ପାଇଁ ଗୋଟେ ଜିନିଷ ଆଣିଛନ୍ତି ମୁଁ ତ ଦୁଇଟା ଜିନିଷ ଦେଲି ଆଉ ଜେଜେମା କ'ଣ ଦେବେ ଆପଣଙ୍କୁ ଦେଖାହେବ ଦେଖନ୍ତୁ ଏ ତ ଭିଣେଇ ବସୁଛନ୍ତି ଆଉ ଭଉଣୀ କି ତୁମମାନଙ୍କ ଜେଜେମା ଏଇଠିକି ଆସ ଲୋନ ଏଇଠିକି ଆସ ଆପଣମାନେ ଦେଖନ୍ତୁ ଜେଜେମା ଭଉଣୀ କି କ'ଣ ଗିଫ୍ଟ ଦେଲେ ମୋ ପାଖରେ ଭିଣେଇ ଅଛନ୍ତି ଦେଖନ୍ତୁ ସୁନ୍ଦର ଜିନିଷଟେ ଦେଇଛି ମୁଁ ରକ୍ଷା କବଚ ଦେଇଛି ତା ଛଡ଼ା ଆଉ ଗୋଟେ ଜିନିଷ ଦେଇଛି ସେଟା ଭଲ ଏଇଟା ହେଉଛି ଭିଣେଇଠୁ ଆଣିକି ସବୁ ରଖିବେ ହଁ ଏଇଟା ଭିଣେଇଠୁ ଆଣି ରଖିବେ ସେଇଥିପାଇଁ ଦେଇଛି ବହୁତ ସୁନ୍ଦର ଦେଇଛି ବଢ଼ିଆ ହେଇଛି ମୋର ଏଇଟା ବହୁତ ପସନ୍ଦ କଲା ଆପରେ ଭଉଣୀ ଗଲା ଭଉଣୀ ପରେ ପରେ ଶାଳୀ ଆସି ପହଞ୍ଚିଲା ତେଣୁ ଶାଳୀ ବର୍ତ୍ତମାନ ମୋ ହାତରେ ରାକ୍ଷୀ ବାନ୍ଧିବେ ବାଃ ବାଃ ତ ଗୋଟେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଭିତରେ ଚାଲିଛି ସବୁ ଜିନିଷ ଆଜ୍ଞା ଆଉ ଆମର ବି ସ୍ନେହ ଶ୍ରଦ୍ଧା ଭଲ ପାଇବା ବହୁତ ରହିଛି ହଁ
ଭଉଣୀ ବାନ୍ଧିଗଲା, ତାପରେ ଗୋଟେ ଭଉଣୀ ପଠେଇଥିଲା ବେଙ୍ଗଲୋରରୁ, ତାର ବନ୍ଧା ହେଲା, ଶାଢ଼ୀ ଆସିଲା ବାନ୍ଧିଲା ଗୋଟିଏ। ହଁ, ଆଉ ଗୋଟେ ଶାଢ଼ୀ ଆସିନି, ଆସିବ। ବୁଢ଼ୀ ଟିକେ ହେଇଥା ମା, ବୁଢ଼ୀ ଟିକେ ହେଇଥା। ତାକୁ କ'ଣ କଲି, ଆଉ କ'ଣ ଦେବି? ଆଶୀର୍ବାଦ ଦେଇଛି, ତା ଛଡ଼ା ତାକୁ ମୁଁ କୌଣସି ଜିନିଷ ଦେଲି ନାହିଁ। ମଡ଼ର୍ଣ୍ଣ ପିଲା, ତେଣୁକରି ତାଙ୍କୁ କ'ଣ କଲି, ମୋର ଆର୍ଥିକ ତାକୁ ଯାହା ଯେତିକି ମୋ ଖୁସିରେ ସମ୍ବଳ ଅନୁସାରେ ତାକୁ ଦେଲି। ନିଶ୍ଚୟ ସେ ଗ୍ରହଣ କରିବ। ଆଶୀର୍ବାଦଟା ସବୁଠୁ ବଡ଼। ଆଜ୍ଞା, ଏସବୁ ଜିନିଷ ବଡ଼ କଥା ନୁହଁ। ଏଇଟା ଗୋଟେ ଖୁସିରେ ଆମେ ଦେଉଛୁ। ସେ ଯେମିତି ଖୁସିରେ ଅଛି ଆମ ଦେହରେ ହାତରେ ରାକ୍ଷୀ ବାନ୍ଧିଲା, ଆମେ ସେମିତି ଖୁସିରେ ଦେଉଛୁ। ଡ୍ରେସ୍ଟିଏ କରିବ କି ଯାହା ଟିକେ କରିବ, ତା ମନ ଖୁସିରେ ରହିବା ଦରକାର। ଧନ୍ୟବାଦ। ଭଗବାନ ତାର ମଙ୍ଗଳ କରନ୍ତୁ, ତାର ବହୁତ ଉନ୍ନତି ହେଉ, ହସ ଖୁସିରେ ରହିଥାଉ। ହଉ, ଆପଣଙ୍କର ଆଶୀର୍ବାଦ ସ୍ନେହ ଶ୍ରଦ୍ଧା ସବୁବେଳେ ମୋ ଉପରେ ଥାଉ। ସେମିତି ମୋ ଜୀବନରେ ଯେମିତି ଆଗରେ ସବୁବେଳେ ମୋ ଉପରେ ଗୋଟେ ବଡ଼ ମଣିଷ, ବଡ଼ ଲୋକର ହାତ ଯେମିତି ସବୁବେଳେ ଆଶୀର୍ବାଦ ଥାଏ, ସେମିତି ଥାଉ। ଆଶୀର୍ବାଦ ଅଛି ଆଉ ରହିଥିବ ମଧ୍ୟ। ନିଶ୍ଚିତ ତୋର ଉନ୍ନତି ହେବ, ମୁଁ ଏଇଟା ବିଶ୍ୱାସ ରଖିଛି। ଯାଅ ଦେଖନ୍ତୁ, ବର୍ତ୍ତମାନ ଆଉ ଜଣେ ଶାଳୀ ଆସି ପହଞ୍ଚିଲେ। ସେ ବର୍ତ୍ତମାନ ମୋତେ ରାକ୍ଷୀ ପିନ୍ଧାଇଲେ। ଯାହା ହଉ, ଆଜି ଭଉଣୀମାନେ, ରାକ୍ଷୀ ଶାଳୀମାନେ ସମସ୍ତେ ଆସି ମୋତେ ରାକ୍ଷୀ ପିନ୍ଧାଇଛନ୍ତି। ଯାହା ମୋତେ ବହୁତ ଖୁସି ଲାଗୁଛି। କହୁଛି ଆଜ୍ଞା, ଏଇ ଯେଉଁ ସ୍ନେହ ଶ୍ରଦ୍ଧା ଭଲ ପାଇବା ମିଳିବା ବହୁତ କଷ୍ଟ। ଆଉ ପ୍ରକୃତରେ ଯଦି ଅନ୍ତରରୁ ଭଲ ପାଉଥିବେ, ଏମିତି ଆଜି ରାକ୍ଷୀ ବାନ୍ଧୁଥିବ ଟିକେ ଭଲ ପାଇଗଲେ ଭାଇକି, ସେଇଟା ହେବନି। ଆଉ ଭାଇ ବି ସେମିତି ହେବା ଦରକାର। ଭାଇ ବି ଦେଖନ୍ତୁ, ରାକ୍ଷୀ ଚମକୁଚି ପକେଇରେ ବାବା। ଦେଖନ୍ତୁ ସବୁ ରାକ୍ଷୀ ସବୁ ଦେଖନ୍ତୁ। ବଢ଼ିଆ ବଢ଼ିଆ ରାକ୍ଷୀ ସବୁ ଆସିଛି। ମାନେ ଟିକେ ଲେଟ୍ ହେଲା, କାହିଁକି ନା ଇଏ କଟକରୁ ଆଇଲା, ତେଣୁକରି ଟିକେ ଲେଟ୍ ହେଲା ରାକ୍ଷୀ ବାନ୍ଧିବାକୁ। ସେ କଟକରେ ରହୁଛି ଏ ଶାଢ଼ୀଟି ଆମର, ତେଣୁକରି ଟିକେ ଲେଟ୍ ହେଲା। ଦେ ବା ଗଣ୍ଠି ପକାନା, କାଲି ଫାଶଟା ପକେଇ ଦେଉନି ବା। ବର୍ତ୍ତମାନ ରାକ୍ଷୀ ପିନ୍ଧା ହେଇଗଲା ମୋର। ମିଠା ଭକ୍ଷଣ କଲି। ଯାହା ହଉ, ଆଶୀର୍ବାଦ ଦେଲେ। ଭଗବାନ ତୋର ମଙ୍ଗଳ କରନ୍ତୁ, ବହୁତ ଉନ୍ନତି ହେଉ, ଭବିଷ୍ୟତ ତୋର ଉଜ୍ଜଳମୟ ଆନନ୍ଦମୟ ହେଉ, ଏଇଟା ଭଗବାନ ପାଖରେ ମୋର ପ୍ରାର୍ଥନା। ଯାହା ହଉ, ରାକ୍ଷୀ ବାନ୍ଧିଲା ଶାଳୀ ମୋର, ତାକୁ ଆଶୀର୍ବାଦ ଦେଲି, ସେଇଟା ହେଲା ମୁଖ୍ୟ। ଆଶୀର୍ବାଦ ମାନେ ହେଲା ସବୁଠୁ ବଡ଼। ତା ସହିତ ତାକୁ କିଛି ଖର୍ଚ୍ଚ ମଧ୍ୟ ଦେଲି, ତାକୁ ଗ୍ରହଣ କରିବାକୁ କହିଲି। ଭଲ ଶାଢ଼ୀଟିଏ, ସବୁ ଶାଢ଼ୀମାନେ ବି ମୋର ବହୁତ ଭଲ। ଭଉଣୀଟିକି ତ ଆପଣମାନେ ଦେଖିଲେ। ଯାହା ହଉ, ଆଜିର ଦିନ ବହୁତ ଆନନ୍ଦ ଖୁସିରେ କଟିଲା। ପ୍ରକୃତରେ ସମସ୍ତଙ୍କ ଭିତରେ ଏଇ ସ୍ନେହ ଶ୍ରଦ୍ଧା ଭଲ ପାଇବା ରହିଥାଉ ଅନ୍ତରରୁ। ମନରେ କିନ୍ତୁ ରଖି କେହି କାହାକୁ ଭଲ ପାଆନ୍ତୁନି। ଖୋଲା ହୃଦୟରେ ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଦିଅନ୍ତୁ, ଯେମିତି ମୁଁ ଦେଉଛି, ଯେମିତି ଆପଣମାନେ ମୋତେ ଦେଉଛନ୍ତି। ମୋର ଆଜି ରାକ୍ଷୀ ପୂର୍ଣ୍ଣିମା ଦିନଟି ଏହିପରି ଭାବରେ କଟିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଛି ଲୀଳା। ଜୟ ଜଗନ୍ନାଥ।